अहं क्रतुरहं यज्ञः स्वधाहमहमौषधम् मन्त्रोऽहमहमेवाज्यम् अहम् अग्निरहं हुतम्। বন্ধুগণ, এই শ্লোকরে শ্রীকৃষ্ণ ତାଙ୍କର ଅନନ୍ତ ଶକ୍ତିଯୁକ୍ତ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିଷୟରେ ସମ୍ୟକ୍ ଧାରଣା ଦେଉଛନ୍ତି। ଏଠାରେ ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, କର୍ତ୍ତା ମୁଁ ଅଟେ, ଯଜ୍ଞ ମୁଁ ଅଟେ, ସଦା ମଧ୍ୟ ମୁଁ ଅଟେ, ଔଷଧ ମୁଁ ଅଟେ, ମନ୍ତ୍ର ମୁଁ ଅଟେ, ଘୃତ ମୁଁ ଅଟେ, ଅଗ୍ନି ମୁଁ ଅଟେ ଏବଂ ଯଜ୍ଞ ରୂପୀ କ୍ରିୟା ବି ମୁଁ ହିଁ ଅଟେ। ଏଠାରେ ବନ୍ଧୁଗଣ, ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ କର୍ତ୍ତା ମୁଁ ଅଟେ କହିବାର ଅର୍ଥ ଯଜ୍ଞର କର୍ତ୍ତା ଆପଣ ହେଉନା କାହିଁକି, ତାର ପ୍ରେରଣା ଭଗବାନ ଶ୍ରୀକୃଷ୍ଣ ଅଟନ୍ତି। ସ୍ୱଧା ମୁଁ ଅଟେ ଅର୍ଥାତ୍ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଉଚ୍ଚାରଣ କରାଯାଉଥିବା ମନ୍ତ୍ର ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ଅଟନ୍ତି। ଔଷଧ ଯାହା ଆମକୁ ରୋଗରୁ ମୁକ୍ତ କରିଥାଏ ତାହା ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ଅଟନ୍ତି ଏବଂ ଯଜ୍ଞରେ ଚଢ଼ାଯାଉଥିବା ଘିଅ ଏବଂ ଅଗ୍ନି ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ଅଟନ୍ତି। ଅର୍ଥାତ୍ ବନ୍ଧୁଗଣ, ଯାହା ବି ହେଉଅଛି ସେସବୁ କୃଷ୍ଣ ଅଟନ୍ତି ଏବଂ ସମସ୍ତ କ୍ରିୟା ପ୍ରଭୁ ଶ୍ରୀକୃଷ୍ଣଙ୍କ ସ୍ୱରୂପ ଅଟେ। ଶିକ୍ଷା ମୁଁ ହିଁ ସମସ୍ତ ବୈଦିକ କର୍ମ ଅଟେ, ମୁଁ ହିଁ ଯଜ୍ଞ, ମୁଁ ହିଁ ପିତୃପୁରୁଷଙ୍କୁ ଅର୍ପଣ କରାଯାଉଥିବା ଦ୍ରବ୍ୟ ଅଟେ, ମୁଁ ହିଁ ଔଷଧୀୟ ବୃକ୍ଷ ଏବଂ ମୁଁ ହିଁ ବେଦର ମନ୍ତ୍ର ଅଟେ, ମୁଁ ହିଁ ବିଶୁଦ୍ଧ ଘୃତ, ମୁଁ ହିଁ ଅଗ୍ନି ଏବଂ ମୁଁ ହିଁ ଯଜ୍ଞର ବିଧି ଅଟେ। It is I who am the Vedic ritual. I am the sacrifice and I am the oblation offered to the ancestors. I am the medicinal herbs and I am the Vedic mantra. I am the clarified butter. I am the fire and the act of offerings. Hare Krishna.